हाय फ्रेंड्स एजुकेशनल यूट्यूब चैनल को आपको स्वागत। तो फ्रेंड्स आज वीडियो रे हम डिस्कस करबा जहाँकि 2753 एएनएम नियुक्ति ओडिशा तरफ जहाँकि हेतिला ସେହି ନିଯୁକ୍ତିରେ ଏବେ ଯାହାକି ସମସ୍ତେ ସିଲେକ୍ଟ ହେଇଥିବା ପିଲାମାନେ ଗୋଟେ କମେଣ୍ଟ କରୁଛନ୍ତି ସାର୍ ଏବେ 2753 ପଦବୀ ଯାହାକି ଆପଣଙ୍କ କମିଯିବ କି ଯାହାକି ସିଲେକ୍ସନ ହେଇଥିବା ପିଲା କଣ କରିବେ। ବହୁତ ସାରା କମେଣ୍ଟ ଆସିଛି ସାର୍ ଏବେ ପଦବୀ କମିଯିବ କି ଏମିତି ବହୁତ ସାରା କମେଣ୍ଟ। ତ ସେଥିପାଇଁ ଏ ଭିଡିଓଟି କରିଛି। ତ ଫ୍ରେଣ୍ଡ ଭିଡିଓଟି ଶେଷ ଯାଏ ଦେଖନ୍ତୁ ସତରେ ପଦବୀ କମିଯିବ କି। ତ ଫ୍ରେଣ୍ଡସ୍ ଭିଡିଓଟି ଶେଷ ଯାଏ ଦେଖିଲେ ଆପଣମାନେ ଜାଣିପାରିବେ। ତ ଫ୍ରେଣ୍ଡସ୍ ଏମିତି ନୂଆ ନୂଆ ଇନଫର୍ମେସନ ତା ସହିତ ଜବ୍ ଅପଡେଟ୍ ଭିଡିଓ ଆପଣ ଦେଖିବାକୁ ଚାହୁଁଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡିଓଟିକୁ ଛୋଟିଆ ଲାଇକ୍ କରନ୍ତୁ, ତା ସହିତ ଭିଡିଓଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ ଆପଣମାନଙ୍କ ସାଙ୍ଗ ସହିତ ସମସ୍ତେ ଯାହାକି ଏହି ଇନଫର୍ମେସନଟି ପାଇପାରିବେ। ସମସ୍ତେ କନଫ୍ୟୁଜ ଅଛନ୍ତି 2753 ପଦବୀରୁ ଯାହାକି ପଦବୀ କମିଯିବ କି ଏହା ଯାହାକି ବହୁତ କନଫ୍ୟୁଜ ହେଇଗଲେଣି ପିଲାମାନେ। ତ ଫ୍ରେଣ୍ଡ ଭିଡିଓଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ ଆପଣମାନଙ୍କ ସାଙ୍ଗ ସହିତ ସମସ୍ତେ ଯାହାକି ଏହି ଭିଡିଓଟି ଦେଖିପାରିବେ। ସମସ୍ତଙ୍କ ଯାହାକି କନଫ୍ୟୁଜ ହେବା ଷ୍ଟାର୍ଟ ହେଲା ଯେତେବେଳେ ଯାହାକି ଓଟର ପଲିସି ଯାହାକି କାଲି ନୋଟିସ୍ କଲା କ୍ୟାନସଲେସନ ଅଫ ଆଡଭାର୍ଟାଇଜମେଣ୍ଟ ନମ୍ବର ଏତିକି ଯାହାକି 15 ସେପ୍ଟେମ୍ବର 2023ରେ ଆସିଥିଲା ଲ୍ୟାବୋରେଟୋରୀ ଟେକ୍ନିସିଆନ ପାଇଁ। ଏ ଲ୍ୟାବୋରେଟୋରୀ ଟେକ୍ନିସିଆନର ଯେତେବେଳେ ଆଡଭାର୍ଟାଇଜମେଣ୍ଟ କ୍ୟାନସଲ ହେଲା ସେବେଠାରୁ ଯାହାକି ସମସ୍ତେ ଯାହାକି କନଫ୍ୟୁଜ ଅଛନ୍ତି ଆମର ପୋଷ୍ଟ ମଧ୍ୟ ଯାହାକି କମିଯିବ କି। ତା ସହିତ ଯେତେବେଳେ ଯାହାକି ଫାର୍ମାସିଷ୍ଟର ପଦବୀ ମଧ୍ୟ ଥିଲା ଆପଣଙ୍କ 1001 ସେଟା କମିକି ହେଇଯାଇଥିଲା ଆପଣଙ୍କ ଯାହାକି 206। ଏଇଟା ମଧ୍ୟ ସମସ୍ତଙ୍କୁ କନଫ୍ୟୁଜ କରିଛି ଆମର ପୋଷ୍ଟ ବି ଏବେ ଯାହାକି ଆମର କମିଯିବ କି। ଏ ଦୁଇଟା ବହୁତ ସାରା କନଫ୍ୟୁଜ କଲେ ସମସ୍ତେ ଯାହାକି କନଫ୍ୟୁଜରେ ପକାଇ ଦେଇଛି ସାର୍ ଆମ ପୋଷ୍ଟ କମିଯିବ କି ବହୁତ ସାରା କମେଣ୍ଟ କରିଛନ୍ତି ଆମ ଭିଡିଓରେ, ସେଥିପାଇଁ ମୁଁ ଭିଡିଓଟି କଲି। ତ ଫ୍ରେଣ୍ଡସ୍ ଆପଣଙ୍କ ପୋଷ୍ଟ ଯାହାକି ଏବେ କମିବ ନାହିଁ, ଆପଣଙ୍କ ଡକୁମେଣ୍ଟ ଭେରିଫିକେସନ ମଧ୍ୟ ସରି ଗଲାଣି। ଯୋଉମାନେ ସିଲେକ୍ସନ ହେଇଛନ୍ତି ସମସ୍ତେ ଯାହାକି ସେଫ୍, ସମସ୍ତେ ଯାହାକି ଜବ୍ ପାଇବେ, କୌଣସି ଟେନସନ ନାହିଁ, ଆପଣଙ୍କ ପୋଷ୍ଟ ଏବେ କମିବନି। ତ ଫ୍ରେଣ୍ଡ 2753 ଜଣ ଯାହାକି ଆପଣଙ୍କ ଜବ୍ ପାଇବେ, କାହାର ବି ପୋଷ୍ଟ ଯାହାକି କମିବ, ଆପଣଙ୍କ ପୋଷ୍ଟ କମିବନି। 2753 ଯୋଉ ପିଲାମାନେ ସିଲେକ୍ସନ ହେଇଛନ୍ତି ସମସ୍ତେ ଯାହାକି ଆପଣ ଜବ୍ ପାଇବେ ଓ ଆପଣଙ୍କ ରିଜଲ୍ଟ ଯାହାକି ମାର୍ଚ୍ଚରେ ଆପଣଙ୍କ ଆସିବାକୁ ଯାଉଛି, ଆପଣମାନଙ୍କ ରିଜଲ୍ଟ ମାର୍ଚ୍ଚରେ ଆପଣଙ୍କ ରିଜଲ୍ଟ ଆସିଯିବ। ମାର୍ଚ୍ଚ ଯାହାକି 10 ତାରିଖ ଭିତରେ ଆସିବାର ଯାହାକି ବହୁତ ଚାନ୍ସ ଅଛି, କାହିଁକି ନା ମାର୍ଚ୍ଚ 10 ପରେ ଆପଣଙ୍କ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁଛି। ସମସ୍ତେ ଯାହାକି ଜବ୍ ପାଇବେ, କୌଣସି ପୋଷ୍ଟ କ୍ୟାନସଲ ହବନି। ତ ଫ୍ରେଣ୍ଡସ୍ ପୋଷ୍ଟ ଆଉ କମିବନି, 2753 ପିଲା ଯାହାକି ଆପଣଙ୍କ ଜବ୍ ପାଇବେ। ତା ସହିତ ଯୋଉମାନେ 25% ସିଲେକ୍ସନ ହେଇଛନ୍ତି ଯାହାକି 125% ସିଲେକ୍ସନ କରିଛି ସେଥିରୁ ବି ମଧ୍ୟ 25% ପିଲା ପାଇବାର ଚାନ୍ସ ଅଛି ଯଦି ଫାଷ୍ଟ ପିଲାମାନେ ଯଦି ଡକୁମେଣ୍ଟ ଭେରିଫିକେସନ ଯଦି କଟିବେ। ତ ଫ୍ରେଣ୍ଡସ୍ ସମସ୍ତେ ଜବ୍ ପାଇବେ, ଟେନସନ ନିଅନ୍ତୁନି। ପୋଷ୍ଟ ମଧ୍ୟ ଯାହାକି ଆପଣଙ୍କ କମିବନି। ମାର୍ଚ୍ଚରେ ଆପଣଙ୍କ ରିଜଲ୍ଟ ଆସିଛି, 10 ତାରିଖ ଭିତରେ ଆସିଯାଇପାରେ, 10 ତାରିଖ ପରେ ଯାହାକି ଆପଣଙ୍କ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁଛି। ଏ ଥିଲା ଯାହାକି ଏ ଭିଡିଓଟିରେ। ତ फ्रेंड्स ଏମିତି ନୂଆ ନୂଆ ଇନଫର୍ମେସନ ତା ସହିତ ଜବ୍ ଅପଡେଟ୍ ଭିଡିଓ ଆପଣ ଦେଖିଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଥ୍ୟାଙ୍କ ୟୁ।